ଚାଲିଥିଲା ସେଠି ମଧ୍ୟ ସେଇ ସମାନ ଅବସ୍ଥା। ତେଣୁ ମୁଁ ଏଠି ଆମର ଭାଇକୁ କହୁଥିଲି ଆପଣଙ୍କ ଆଗରେ ଯେ ଭାଇ ସମସ୍ତଙ୍କୁ ତୁମେ ଏକାଠି କର। ଆମେ ଓଡିଶାରେ ନୂଆ ସରକାର ମୋହନ ମାଝୀଙ୍କ ନେତୃତ୍ୱରେ ଆସିଛି। ଭାରତ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଯିଏକି ଧର୍ମ ସଂସ୍କୃତି ରକ୍ଷା କରିବା ପାଇଁ ସବୁବେଳେ ପ୍ରତିବଦ୍ଧ। ଆମେ ସମସ୍ତେ ଏକତ୍ରିତ ହେବା। ଆମର ଯୋଉ ସମସ୍ୟା ଅଛି, ଗାଈ ମାନେ କେମିତି ରହିବେ, ଗାଈ ଯଦି ନ ରହିବ ତାହେଲେ ସୃଷ୍ଟି ରହିବ ନାହିଁ। ଗୋଟିଏ ଗାଈ ଯଦି ଘରେ ରୁହେ ଆମକୁ କ୍ଷୀର ମିଳିଲା, ଦହି ମିଳିଲା, ଛେନା ମିଳିଲା, ଘିଅ ମିଳିଲା। ଏବଂ ଆଜି ଯେତେବେଳେ ଗ୍ୟାସ ର ଅବସ୍ଥା ଅସୁବିଧା ହେଇଛି ସେ ସମୟରେ ଗୋବର ଗ୍ୟାସ ରୁ ମଧ୍ୟ ଆମେ ଚଳିପାରିବା ଏବଂ ଘଷିରେ ମଧ୍ୟ ଆମେ ଚଳିପାରିବା। କେତେ ସୁନ୍ଦର ବ୍ୟବସ୍ଥା ଆମ ପାଖରେ ଅଛି। କିନ୍ତୁ ଆମେ ଏ ସମାଜରେ ଭାବୁଛେ ଯଦି କୋଠା ଘର କରିଦେବି ତାହେଲେ ଭଲ ହେଇଯିବ। ଆଗରୁ କଥା ଥିଲା ଘରେ ଗୋଟିଏ ଗାଈ ବନ୍ଧା ହେଇଥିବ। ଏବେ ଗାଈ ଖାଇ ବିକ, ଗୁହାଳ କିଏ କରୁଛି, କୋଠା କରିଚାଲ, ବର୍ତ୍ତମାନ ଖାଇବାକୁ ମିଳିବନି ଅବସ୍ଥା ଆସିଯାଇଛି। ସେ ସମୟରେ ଆମେ ଯେହେତୁ ପ୍ରଭୁ ଶ୍ରୀକୃଷ୍ଣଙ୍କର ବଂଶଧର, ଆମର କର୍ତ୍ତବ୍ୟ ହଉଛି ସମାଜକୁ ଉଦ୍ଧାର କରିବା, ସମାଜକୁ ଆଗକୁ ନେବା, ଏଇ କର୍ତ୍ତବ୍ୟ ଆମର। ତେଣୁ ଆମେ ସମସ୍ତେ ଏକତ୍ରିତ ହେବା। ଗୋମାତାଙ୍କର ବଂଶ କିଭଳି ରକ୍ଷା ହବ, ଗୋମାତା ମାନେ କିଭଳି ଭାବରେ ବସବାସ କରିବେ, ତାଙ୍କ ପାଇଁ କିଭଳି ଭାବରେ ଗୋଚର ଜମି ହେଇପାରିବ, ଏ ସମସ୍ତ କଥାକୁ ଚିନ୍ତା କରିବାର ଦାୟିତ୍ୱ ଆମର ଆସିଛି। ତେଣୁ ମୁଁ ଏଇଠି ଅନୁରୋଧ କରୁଛି ଯେ ଆମେ ସମସ୍ତେ ଏକତ୍ରିତ ହେଇକିରି ଏ ବିଷୟରେ ଚର୍ଚ୍ଚା କରିବା, ଆଲୋଚନା କରିବା। ଡାକ ଭାଇକି ମୁଁ ଏ କଥା ଏଠି କହୁଥିଲି, ଆମେ ସମସ୍ତେ ଏକତ୍ରିତ ହେବା, ଏ କଥାକୁ ଆଗେଇବା। ମୁଁ ଧନ୍ୟବାଦ ଦେବି ଛୋଟ ଛୋଟ ପିଲାମାନେ ଆଜି ବି ଏ କଥାକୁ ମନେ ରଖିଛନ୍ତି, ଭୁଲି ନାହାନ୍ତି। ତେଣୁ ଆପଣମାନଙ୍କୁ ଧନ୍ୟବାଦ, ବୟସ୍କ ମାନଙ୍କୁ ଧନ୍ୟବାଦ ଦଉଛି। ଏବଂ ବିଶେଷ କରି ଆଜି ଏଠି ଯୋଉ ଆୟୋଜନ କରିଛନ୍ତି ଆମେ ଆରଥରକୁ ଆହୁରି ଭଲ କରି କରିବା। ଯାହା ସହଯୋଗ ଆବଶ୍ୟକ ହବ ସରକାରଙ୍କ ତରଫରୁ ନିଶ୍ଚିତ ଭାବରେ ଆରଥରକ ସେ ସହଯୋଗ ଆପଣଙ୍କୁ କରାଯିବ। ଏ କାର୍ଯ୍ୟକ୍ରମକୁ ବହୁତ ବଢିଆ କରିବା। ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ।